Hello dear students, welcome to my channel English in 1 minute. ପିଲାମାନେ ତୁମମାନଙ୍କ ପାଇଁ ଆଜି ତିନୋଟି ପ୍ରଶ୍ନ ଅଛି। ପ୍ରଶ୍ନ ହେଉଛି he was born dash 2010, he was born dash June 2010 ଏବଂ he was born dash 3rd June 2010। ଆମର ଟିପ୍ସ ହେଉଛି ଯେଉଁଠି କେବଳ ମନ୍ଥ କିମ୍ବା ଇୟର୍ ଥିବ ସେଠି ଇନ୍ ୟୁଜ୍ କରାଯିବ ଏବଂ ଯେଉଁଠି ମନ୍ଥ ଆଉ ଇୟର୍ ମିଶିକି ଥିବ ସେଠି ମଧ୍ୟ ଇନ୍ ବ୍ୟବହାର କରାଯିବ। ଆଉ ଯେଉଁଠି ଡେଟ୍ ମନ୍ଥ ଏବଂ ଇୟର୍ ଥିବ ସେଠି ପ୍ରିପୋଜିସନ୍ ଅନ୍ ବ୍ୟବହାର କରାଯିବ। କାରଣ ଯେଉଁଠି ତିନୋଟି ଟାଇମ୍ ଥାଏ ଡେଟ୍ ମନ୍ଥ ଆଉ ଇୟର୍ ସେଠି ସବୁବେଳେ କ୍ଷୁଦ୍ର ସମୟକୁ ଗଣନାକୁ ନିଆଯାଏ, ଅର୍ଥ ଡେଟ୍କୁ ଗଣନାକୁ ନିଆଯିବ। ତେଣୁ ଥାର୍ଡ଼ କ୍ୱେଶ୍ଚିନ୍ର ଆନ୍ସର୍ ହେବ he was born on 3rd June 2010 ଏବଂ ପ୍ରଥମ ପ୍ରଶ୍ନର ଆନ୍ସର୍ ହେବ he was born in 2010 ଏବଂ ସେକେଣ୍ଡ କ୍ୱେଶ୍ଚିନ୍ ଆନ୍ସର୍ ହେବ he was born in June 2010। ଏହିଭଳି ଛୋଟ ଛୋଟ ଶିକ୍ଷଣୀୟ ଭିଡ଼ିଓ ଦେଖିବା ପାଇଁ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍, ସେୟାର ଓ ଲାଇକ୍ କରିବାକୁ ଭୁଲିବନି। ଏ ଭିଡ଼ିଓଟି ଦେଖିଥିବାରୁ ତୁମମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।